ସୁପ୍ରଭାତ ପିଲାମାନେ, ତମେମାନେ ସବୁ କେମିତି ଅଛ? ଆଶା କରୁଛି ତମେ ସମସ୍ତେ ଭଲରେ ଥିବ। ଆମ ସମସ୍ତଙ୍କୁ ଖେଳ ଖେଳିବା ପାଇଁ ଭଲ ଲାଗେ ନା? ହଁ, ତ ଆସ ଆମେ ସମସ୍ତେ ମିଶି ଆଜି ଗୋଟେ ମଜାଦାର ଖେଳ ଖେଳିବା। ପିଲାମାନେ, ମୁଁ ତୁମକୁ କହିଥିଲି ଆମେ ଗୋଟେ ଖେଳ ଖେଳିବା, ମଜାଦାର ଖେଳ ଗୋଟେ। ଖେଳର ନାଁ ହଉଛି ବାକ୍ସ ଖେଳ। ଠିକ ଅଛି, ସମୁଦାୟ 40ଟି ବାକ୍ସ ଦିଆଯାଇଛି ଆଉ ସମସ୍ତ ବାକ୍ସକୁ ଆମେ ବନ୍ଦ ଆକାରରେ ରଖିଛୁ। ଠିକ ଅଛି, ପ୍ରତ୍ୟେକ ପିଲା ନିଜର କ୍ରମିକ ନମ୍ବର ଅନୁସାରେ ଆସି ବାକ୍ସଟି ଖୋଲା ଥିଲେ ବନ୍ଦ କରିବ କିମ୍ବା ବନ୍ଦ ଥିଲେ ଖୋଲିବ। ଦେଖ, ଏଇ ଜାଗାରେ ଏଇ ଯୋଉ ପ୍ରଥମ ବାକ୍ସଟି ଅଛି ଏଇଟା ବନ୍ଦ ଅଛି। ଯଦି ସେମିତି ବନ୍ଦ ଥିବ ତାକୁ ଖୋଲିଦବ, ଆଉ ଯଦି ଏମିତି ଖୋଲା ଅବସ୍ଥାରେ ଅଛି ତାକୁ ବନ୍ଦ କରିଦବ। ବୁଝିପାରିଲ ପିଲାମାନେ? ପ୍ରଥମ କ୍ରମିକ ନମ୍ବର ପିଲାଟି ଆସି ପ୍ରତ୍ୟେକ ବାକ୍ସ ଖୋଲିଦବ। ଦ୍ୱିତୀୟ କ୍ରମିକ ନମ୍ବର ପିଲାଟି ପ୍ରତ୍ୟେକ ଦ୍ୱିତୀୟ ବାକ୍ସକୁ ଖୋଲା ଥିଲେ ବନ୍ଦ କରିବ ବା ବନ୍ଦ ଥିଲେ ଖୋଲିବ। ତାମାନେ 2 ବ୍ୟବଧାନରେ ଯିବ ସେ, ବା 2ର ଗୁଣିତକ ଯୋଉ ସଂଖ୍ୟା ଗୁଡ଼ିକ ଅଛି ସେଇ ସଂଖ୍ୟକ ବାକ୍ସ ପାଖକୁ ଯାଇ ତାକୁ ଖୋଲା ଥିଲେ ବନ୍ଦ କରିବ କିମ୍ବା ବନ୍ଦ ଥିଲେ ଖୋଲିବ। ସେମିତି କ୍ରମିକ 3 ନମ୍ବର ପିଲା ଯିବ 3ର ଗୁଣିତକ 3, 6, 9 ଏଇଭଳି କ୍ରମରେ ପ୍ରତ୍ୟେକ ଦ୍ୱିତୀୟ ବାକ୍ସକୁ ଖୋଲା ଥିଲେ ବନ୍ଦ କରିବ ଆଉ ବନ୍ଦ ଥିଲେ ଖୋଲିବ। ଠିକ ଅଛି, ସେମିତି କ୍ରମିକ ନମ୍ବର 4 ପିଲାଟି ଆସି ଚତୁର୍ଥ, ଅଷ୍ଟମ, 16, 16 ଏଇଭଳି ବାକ୍ସ ଗୁଡ଼ିକ ଯଦି ବନ୍ଦ ଅଛି ଖୋଲିବ, ଖୋଲିବା ଥିଲେ ବନ୍ଦ କରିବ। ଏଇ ନିର୍ଦ୍ଦେଶଟି ସମାନ, ଯଦି ବନ୍ଦ ଅଛି ଖୋଲିବ, ଖୋଲିଲା ଥିଲେ ବନ୍ଦ କରିବ। କିନ୍ତୁ କେଉଁ ବାକ୍ସ ପାଖକୁ ଯିବ ସେଇଟା କେମିତି ନିର୍ଣ୍ଣୟ ହବ? ଯେତେ ନମ୍ବର ପିଲା ତାହାର ଗୁଣିତକ ଗୁଡ଼ିକ ବା ସେଇ ବ୍ୟବଧାନରେ ସେ ଯିବ। ଠିକ ଅଛି, ଏହି ପ୍ରକ୍ରିୟା ସମସ୍ତ 40 ଜଣ ପିଲାମାନଙ୍କ ପାଳି ଆସିବା ପର୍ଯ୍ୟନ୍ତ ଚାଲିବ। ଶେଷରେ କେବଳ କିଛି ବାକ୍ସ ଖୋଲା ରହିଯିବ। ଠିକ ଅଛି, ଏହି ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ତମେ କଣ ଜାଣିପାରିବ ଶେଷରେ କେଉଁ ବାକ୍ସ ଗୁଡ଼ିକ ଖୋଲା ରହିବ? ଆମେ ତ ଏବେ ଏହି ପ୍ରକ୍ରିୟାଟି କରିବା ପୂର୍ବରୁ କଣ ତମେ କହିପାରିବ କେଉଁ କେଉଁ ବାକ୍ସ ଗୁଡ଼ିକ ଖୋଲା ରହିବ? ଦେଖ, ତମକୁ ଗୋଟେ ସୂଚନା ଦଉଛି। ପ୍ରତ୍ୟେକ ବାକ୍ସ କେତେଥର ଖୋଲା ବା ବନ୍ଦ ହଉଛି ତମେ ଖୋଜି ବାହାର କର। ତମେ କେତେଥର ଖୋଲୁଛି ବା କେତେଥର ବନ୍ଦ ହଉଛି ସେଟା ଚିନ୍ତା କରିବ। ସେଇଟା ଯଦି ତମେ ଜାଣିପାରିବ ତାହେଲେ ତମେ ଉତ୍ତରଟି ପାଇଯିବ। ଠିକ ଅଛି, ଆମେ ଆରମ୍ଭ କରିବା, ଖେଳ ଆରମ୍ଭ କରିବା ତ। କ୍ରମିକ ନମ୍ବର 1 ପିଲାଟି ଆସି କଣ କରିବ? ସମସ୍ତ ବାକ୍ସ ବନ୍ଦ ଅଛି। 1ର ଗୁଣିତକ ଗୁଡ଼ିକ କିଏ କିଏ? ସମସ୍ତ ସଂଖ୍ୟା। ତ ସେ ସବୁ ବାକ୍ସ ଗୁଡ଼ିକ ଖୋଲିଯିବ। 1, 2, 3, 4, 5, 6 ଏମିତି କରିକି ସମସ୍ତ ବାକ୍ସ ଖୋଲିଲା ସେ। ଠିକ ଅଛି, ବୁଝିହେଲା? ଏବେ ଆସିଲା କ୍ରମିକ ନମ୍ବର 2। କ୍ରମିକ ନମ୍ବର 2 ପିଲାଟି ଆସି ଦ୍ୱିତୀୟ, ଚତୁର୍ଥ, ଷଷ୍ଠ ଏଭଳି 2ର ସବୁ ଗୁଣିତକ ସଂଖ୍ୟକ ବାକ୍ସ ଗୁଡ଼ିକ ପାଖକୁ ଯିବ ଆଉ ଖୋଲା ଥିଲେ ବନ୍ଦ କରିବ ଆଉ ବନ୍ଦ ଥିଲେ ଖୋଲିବ। ଏବେ ସମସ୍ତ ବାକ୍ସ କଣ ଅଛି? ଖୋଲା ହେଇକି ଅଛି। ତ ସେ ଯେଉଁ ବାକ୍ସ ପାଖକୁ ଯିବ ସମସ୍ତ ବାକ୍ସକୁ ବନ୍ଦ କରିଦବ। କେଉଁ ବାକ୍ସ ପାଖକୁ ଯିବ? 2ର ଗୁଣିତକ ଗୁଡ଼ିକ କଣ କଣ? ସେଟା 2, 4, 6, 8 ଏଇଭଳି ଭାବରେ ସମସ୍ତ 2ର ଗୁଣିତକ ବାକ୍ସ ଗୁଡ଼ିକୁ ସେ ବନ୍ଦ କରି କରି ଯାଉଛି। ଦେଖିପାରୁଛ ତମେ ନିଜ ସ୍କ୍ରିନରେ ସେ ସବୁ ବନ୍ଦ କରିଦେଲା। ତୃତୀୟ ନମ୍ବର ପରେ ତୃତୀୟ ପିଲାଟି ଆସିଲା। ତୃତୀୟ ପିଲାଟି ଆସି ସେମିତି 3ର ଗୁଣିତକ ସଂଖ୍ୟା ଗୁଡ଼ିକ ରେ ଥିବା ବାକ୍ସ ପାଖକୁ ଯିବ ଏବଂ ବାକ୍ସଟି ଖୋଲା ଥିଲେ ବନ୍ଦ ହବ, ବନ୍ଦ ଥିଲେ ଖୋଲିବ। ପ୍ରଥମ 3 ନମ୍ବର ବାକ୍ସ ଖୋଲା ଅଛି, ବନ୍ଦ ହେଲା। ଷଷ୍ଠ ବାକ୍ସ ବନ୍ଦ ଅଛି, ଖୋଲିଲା। ନବମ ବାକ୍ସ ଖୋଲା ଅଛି, ବନ୍ଦ ହେଲା। ତାପରେ ଦ୍ୱାଦଶ ବାକ୍ସ ବନ୍ଦ ଅଛି, ଖୋଲିଲା। ତାପରେ 15 ନମ୍ବର ଖୋଲା ଅଛି, ବନ୍ଦ ହେଲା। 18 ନମ୍ବର ବନ୍ଦ ଅଛି, ଖୋଲିଲା। 21 ନମ୍ବର ଖୋଲା ଅଛି, ବନ୍ଦ ହେଲା। 24 ଖୋଲା ଅଛି ନା ବନ୍ଦ ଅଛି? ବନ୍ଦ ଅଛି, ଖୋଲିଗଲା। 27 ନମ୍ବର ଖୋଲା ଅଛି, ବନ୍ଦ ହେଲା। 30 ନମ୍ବର ଖୋଲିଲା। 33 ନମ୍ବର ବନ୍ଦ ହେଲା। 36 ନମ୍ବର ଖୋଲିଲା। 39 ନମ୍ବର ବନ୍ଦ। ସେଭଳି ଭାବରେ 5 ନମ୍ବର ପିଲାଟି ଆସିବ। 5 ନମ୍ବର ପିଲାଟି ଆସିଲେ 5ର ଗୁଣିତକ ସଂଖ୍ୟା ଗୁଡ଼ିକର ଯୋଉ କ୍ରମିକ ନମ୍ବର ଥିବା ବାକ୍ସ ପାଖକୁ ଯିବ। 5 ଖୋଲା ଅଛି, ବନ୍ଦ ହେଲା। ନାଇଁ, ଭୁଲ କରିଦେଲି। ଏବେ କ୍ରମିକ ନମ୍ବର 4 ପିଲାଟି ଆସିଲା।
ଚତୁର୍ଥ ପିଲା ଆସି କ'ଣ କରିବ? ଚତୁର୍ଥ ବକ୍ସ ପାଖକୁ ଯିବ। ତାପରେ 4ର ଗୁଣିତକ କେତେ? 8। 8 ପରେ 12 ଏଭଳି ଭାବରେ ଯିବ। 4 ବନ୍ଦ ଅଛି, ଖୋଲିଲା। 8 ବନ୍ଦ ଅଛି, ଖୋଲିଲା। 12 ଖୋଲା ଅଛି, ବନ୍ଦ କରିଦେଲା। 16 ବନ୍ଦ ଅଛି, ଖୋଲିଲା। ଏଭଳି ଭାବରେ ସେ ସମସ୍ତ 4ର ଗୁଣିତକ ସଂଖ୍ୟକ ବାକ୍ସ ଗୁଡ଼ିକ ପାଖକୁ ଯିବ ଏବଂ ସେଗୁଡ଼ିକ ଯଦି ବନ୍ଦ ଥିବ ଖୋଲିଦେବ, ଖୋଲା ଥିଲେ ବନ୍ଦ କରିବ। ବୁଝିଗଲା? ପୁଣି ପଞ୍ଚମ ପିଲାଟି ଆସିଲା। ପଞ୍ଚମ ପିଲାଟି ଆସି 5 ନମ୍ବର ପ୍ରଥମେ ଆସିବ। 5ର ଗୁଣିତକ, ତାପରେ 5 ଖୋଲା ଅଛି, ବନ୍ଦ ହେଲା। 10 ଖୋଲିଲା, 15 ଖୋଲିଲା, 20 ଖୋଲିଲା, 25 ବନ୍ଦ କଲା, 30 ବନ୍ଦ କଲା, 35 ବନ୍ଦ କଲା ଏବଂ 40 ବନ୍ଦ କଲା। ବୁଝିଗଲା? ତାପରେ ଆସିବ ଷଷ୍ଠ ପିଲାଟି। ଷଷ୍ଠ ପିଲାଟି ଆସି 6 ନମ୍ବର ବାକ୍ସ ପାଖକୁ ପ୍ରଥମେ ଯିବ, ତାକୁ ବନ୍ଦ କରିଦେଲା। ତାପରେ ଗୁଣିତକ ମାନଙ୍କୁ ଯିବ। 12 ନମ୍ବର ଖୋଲିଲା, 18 ନମ୍ବର ବନ୍ଦ କଲା, 24 ନମ୍ବର ଖୋଲିଲା, 30 ନମ୍ବର ଖୋଲିଲା, 36 ନମ୍ବର ଖୋଲିଦେଲା। ଠିକ ଅଛି? ତାପରେ 7 ନମ୍ବର। 7 ନମ୍ବର ଆସିଲା, 7 ନମ୍ବର ବନ୍ଦ କଲା। ତାପରେ 7ର ଗୁଣିତକ ଗୁଡ଼ିକ ଯିବ। 7 ଦୁଣେ 14, 7 ତିରି 21, 7 ଚଉ 28, 7 ପଞ୍ଚା 35। ବୁଝିହେଲା? 7 ଚକ 42 ଅଛି କି ନାହିଁ? ତାପରେ ଅଷ୍ଟମ ପିଲାଟି ଆସି 8 କେ 8, 8 ଦୁଣେ 16, 8 ତିରି 24, 8 ଚଉ 32। ଠିକ ଅଛି? 8 ପଞ୍ଚା 40। ଏତିକି ପର୍ଯ୍ୟନ୍ତ ଗଲା। ତାପରେ ନବମ ପିଲାଟି ଆସି 9ର ଗୁଣିତକ ବାକ୍ସ ଗୁଡ଼ିକ ପାଖକୁ ଯିବ, ଆଉ ପୁଣି ସେଇ ସମାନ କରିବ। କଲ, ତମେ ନିଜେ କଲ। କ'ଣ ହବ? 9, 18, 27 ଏବଂ 36। ଠିକ ଅଛି? ତାପରେ 10 ନମ୍ବର ପିଲା ଆସିଲା। 10 ନମ୍ବର ପିଲା ଆସିକି 10 ନମ୍ବର ବାକ୍ସକୁ ପାଖକୁ ଗଲା। 10, 20, 30, 40। ବୁଝିଗଲା? ତାପରେ 11 ନମ୍ବର ପିଲା ଆସିଲା 11 ନମ୍ବର ବାକ୍ସ ପାଖକୁ, ଆଉ 11ର ଗୁଣିତକ ଗୁଡ଼ିକ ପାଖକୁ ତାପରେ ଯିବ। 11, 22, 33। ତାପରେ 12 ନମ୍ବର ପିଲା ଆସିଲା 12 ନମ୍ବର ବାକ୍ସ, 24 ନମ୍ବର ବାକ୍ସ, 36 ନମ୍ବର ବାକ୍ସ। ତାପରେ ଆସିଲା 13 ନମ୍ବର ପିଲା 13, 26 ଏବଂ 39। ତାପରେ ଆସିଲା 14 ନମ୍ବର ପିଲା 14, 28 ବାସ୍ ଏତିକି। 15 ନମ୍ବର ପିଲା ଆସିଲା 15, 30। ତାପରେ ଆସିଲା 16 ନମ୍ବର ପିଲା 16 ଏବଂ 32। ତାପରେ 17 ନମ୍ବର ପିଲା 17 ଏବଂ 34। 18 ନମ୍ବର ପିଲା 18 ଏବଂ 36। 19 ନମ୍ବର ପିଲା 19 ଏବଂ 38। ଶେଷରେ ତାପରେ 20 ନମ୍ବର ପିଲା 20 ଏବଂ 40। ତାପରେ 21 ନମ୍ବର ପିଲା ଆସିଲା। 21 ପରେ 21 ଦୁଣେ 42 ଅଛି କି ନାହିଁ? ତ ତାପରେ 22, 23, 24 ସମସ୍ତ ଯାହା ସଂଖ୍ୟକ ଅଛି ସେମାନେ କେବଳ ଗୋଟେ ଗୋଟେ ନିଜ ବାକ୍ସ ପାଖକୁ ଯିବେ, ଆଉ ତା ଗୁଣିତକ ଗୁଡ଼ିକ 40 ମଧ୍ୟରେ ନାହିଁ। ଠିକ ଅଛି? 23 ନମ୍ବର, ତାପରେ 24 ନମ୍ବର, ତାପରେ 25 ନମ୍ବର, ତାପରେ 26, 27, 28, 29, 30, 31, 32, 33, 34, 35, 36, 37, 38, 39 ଏବଂ 40। ଠିକ ଅଛି? ଏବେ ଦେଖିବା ଆମ ପ୍ରଶ୍ନ କ'ଣ ଥିଲା। ମନେ ଅଛି ନା ନାଇଁ ପିଲାମାନେ? ଅଛି ମନେ? ହଉ ଚାଲ ଦେଖିଦେବା। ପରିଶେଷରେ ଆମ ପାଖରେ କେଉଁ କେଉଁ ସଂଖ୍ୟକ ବାକ୍ସ ଗୁଡ଼ିକ ଖୋଲା ରହିବ, ଏଇଟା ଥିଲା ଆମର ପ୍ରଶ୍ନ। ଠିକ ଅଛି? କେଉଁ ବାକ୍ସ ଗୁଡ଼ିକ ଖୋଲା ରହିଲା? ହଁ, 1, 4, 9, 16 ଏବଂ 25। ନାଇଁ, 36 ନମ୍ବର ବାକ୍ସ ବି ଖୋଲା ଅଛି।
ତମକୁ ପ୍ରଶ୍ନ ଥିଲା ଯେ ଏହି ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ କ'ଣ ତମେ କହିପାରିବ ଯେ ଶେଷରେ କେଉଁ ବାକ୍ସ ଗୁଡ଼ିକ ଖୋଲା ରହିବ? ସୂଚନା ପ୍ରତ୍ୟେକ ବାକ୍ସ କେତେଥର ଖୋଲା ହେବ ବା ବନ୍ଦ କରିବ ତମେ ଦେଖିବ, ସେଇଟା କୁହାଯାଇଥିଲା। ବାକ୍ସ ନମ୍ବର 4 କେତେଥର ଖୋଲା ଗଲା? 1 ନମ୍ବର ପିଲା ଆସି ସମସ୍ତ ବାକ୍ସ ଖୋଲିଦେଲା। କ୍ରମିକ ସଂଖ୍ୟା 2 ପିଲାଟି ଆସି ବାକ୍ସକୁ ପୁଣି ବନ୍ଦ କରିଦେଲା। ତାପରେ ଚତୁର୍ଥ ପିଲାଟି ଆସି 4 ନମ୍ବର ବାକ୍ସକୁ ପୁଣି ଖୋଲିଲା। ତ କେତେ ଥର ଖୋଲା ହେଲା? ଖୋଲା ବା ବନ୍ଦ ହେଲା ବାକ୍ସଟି 3 ଥର। ଆଉ 4 ର ଗୁଣନୀୟକ ଗୁଡାକ କଣ କଣ କହିଲ ପିଲେ? 1 ଗୁଣନ 4 ସମାନ 4 ଆଉ 2 ଗୁଣନ 2 ସମାନ 4। ତ 4 ର ଗୁଣନୀୟକ ଗୁଡାକ କଣ କଣ? ସେଗୁଡିକ ହେଲା 1, 2 ଏବଂ 4। ତ 4 ନମ୍ବର ବାକ୍ସକୁ 3 ଥର ଖୋଲା ହେଲା, ଆମେ ଦେଖିଲା ଖୋଲା ବା ବନ୍ଦ କରାଗଲା ଏବଂ 4 ସଂଖ୍ୟାର ମଧ୍ୟ 3ଟି ଗୁଣନୀୟକ ଅଛି। ଏଥିରେ କିଛି ଲକ୍ଷ୍ୟ କରିପାରୁଛ ତମେ? 6 ନମ୍ବର ବାକ୍ସ, 6 ନମ୍ବର ବାକ୍ସକୁ ପ୍ରଥମେ କ୍ରମିକ ନମ୍ବର 1 ପିଲାଟି ଆସି ଖୋଲିଲା, ତ 2 ନମ୍ବର ପିଲା ଆସି ତାକୁ ବନ୍ଦ କଲା। ପୁଣି 3 ନମ୍ବର ପିଲା ଆସିଲା, ସେ 3 ବ୍ୟବଧାନରେ ଯିବ, 3, 6 ନମ୍ବରରେ ଆସିଲା। ତ 6 ନମ୍ବରରେ ଆସିଲା ବେଳକୁ ବାକ୍ସ ବନ୍ଦ ଥିଲା, ସେ ପୁଣି ବାକ୍ସ ଖୋଲିଲା ଏବଂ ଶେଷରେ 6 ନମ୍ବର ପିଲା ଆସି ଖୋଲା ଥିଲା ବାକ୍ସକୁ ବନ୍ଦ କଲା। ତ ସମୁଦାୟ 4 ଥର ବାକ୍ସକୁ 6 ନମ୍ବର ବାକ୍ସକୁ ଖୋଲା ହେଇଛି ବା କିମ୍ବା ବନ୍ଦ କରାଯାଇଛି। 6 ର ଗୁଣନୀୟକ ଗୁଡିକ ହେଲା 1, 2, 3 ଓ 6। 6 ର ସମୁଦାୟ 4ଟି ଗୁଣନୀୟକ ଅଛି ଏବଂ 6 ନମ୍ବର ବାକ୍ସକୁ 4 ଥର ଖୋଲା ବା ବନ୍ଦ କରାଯାଇଛି। 9 ନମ୍ବର ବାକ୍ସକୁ କ୍ରମିକ ନମ୍ବର 1 ବାକ୍ସଟି ଖୋଲିଦେଲା। ତାପରେ କ୍ରମିକ ନମ୍ବର 3 ଆସି ବାକ୍ସଟିକୁ ବନ୍ଦ କରିଦେଲା। କ୍ରମିକ ନମ୍ବର 9 ଆସି ବାକ୍ସଟିକୁ ଖୋଲିଦେଲା। ତ ସମୁଦାୟ 3 ଥର ଖୋଲା କିମ୍ବା ବନ୍ଦ କରାଗଲା। ଆଉ 9 ର ଗୁଣନୀୟକ କଣ କଣ କହିଲ ପିଲେ? 1, 3 ଓ 9। ତ 9 ର ଗୁଣନୀୟକ ସଂଖ୍ୟା ମଧ୍ୟ 3 ଆଉ 9 ନମ୍ବର ବାକ୍ସକୁ 3 ଥର ଖୋଲା ବା ବନ୍ଦ କରାଯାଇଛି। ହଁ, ଏଇଠାରୁ ଆମେ ଦେଖିଲା ଯେ ଏକ ବାକ୍ସକୁ ବନ୍ଦ ବା ଖୋଲା ଯିବାର ସଂଖ୍ୟା ବାକ୍ସ ନମ୍ବର ଗୁଣନୀୟକ ସଂଖ୍ୟା ସହିତ ସମାନ ହଉଛି, ହଁ ନା ନାହିଁ? ହଁ, ଯଦି ବାକ୍ସକୁ ଅଯୁଗ୍ମ ସଂଖ୍ୟକ ଥର ଖୋଲାଯାଏ ବା ବନ୍ଦ କରାଯାଏ ତେବେ ତାହା ଖୋଲା ରହିବ, ଅନ୍ୟଥା ତାହା ବନ୍ଦ ରହିବ। ତମକୁ ପାଇଁ ଗୋଟେ ପ୍ରଶ୍ନ, ଉପରୋକ୍ତ ତଥ୍ୟକୁ ଆଧାର କରି ତମେ ଅଯୁଗ୍ମ ସଂଖ୍ୟକ ଗୁଣନୀୟକ ଥିବା ଅଧିକ କିଛି ସଂଖ୍ୟା କହିପାରିବ କି? ଏବେ ଯୋଉ ଆମେ ଖେଳଟି ଖେଳିଲା ସେଇଥିରେ ଶେଷରେ ଯେଉଁ ବାକ୍ସ ଗୁଡିକ ଖୋଲା ରହିଛି ସେଇ ବାକ୍ସ ଗୁଡିକୁ ମନେ ପକାଅ, କେଉଁ କେଉଁ ସଂଖ୍ୟା ଥିଲା? ସେଇଟା ହଉଛି 25 ଏବଂ 36। 25 ର କେତୋଟି ଗୁଣନୀୟକ ଅଛି ଆଉ 36 ର କେତୋଟି ଗୁଣନୀୟକ ଅଛି? ଏବେ ଆମେ ଆଲୋଚନା କଲେ କି 25 ଆଉ 36 ର ଅଯୁଗ୍ମ ସଂଖ୍ୟକ ଗୁଣନୀୟକ ଅଛି। କଣ କଣ ସେଇଟା ଟିକେ ନିଜେ ବାହାର କର। 25 ର ଗୁଣନୀୟକ ଗୁଡିକ ହେଲା 1, 5 ଓ 25। ସମୁଦାୟ 3ଟି ଗୁଣନୀୟକ ଅଛି। ଏବେ ଲକ୍ଷ୍ୟ କର 25 ରେ ଏକ ଗୁଣନୀୟକ ଯୋଡି ଅଛି 5 ଗୁଣନ 5। ସେଇଭଳି ଭାବରେ 36 ର ଗୁଣନୀୟକ ଗୁଡିକ ନିର୍ଣ୍ଣୟ କର। 1 ଗୁଣନ 36 ସମାନ 36, 2 ଗୁଣନ 18 ସମାନ 36, 3 ଗୁଣନ 12 ସମାନ 36, 4 ଗୁଣନ 9 ସମାନ 36 ଏବଂ 6 ଗୁଣନ 6 ସମାନ 36। ତ 25 ରେ ଯେମିତି ଆମେ ଦେଖିଲେ ଯେ 5 ଗୁଣନ 5 ଭଳି ଗୋଟେ ଗୁଣନୀୟକ ଯୋଡି ଅଛି, 36 ରେ ମଧ୍ୟ 6 ଗୁଣନ 6 ଭଳି ଗୋଟିଏ ଗୁଣନୀୟକ ଯୋଡି ଅଛି। ତ ଏହି ଦୁଇ ଉଦାହରଣରୁ ତମେ କଣ ନିଷ୍କର୍ଷ କାଢି ପାରୁଛ? ଅତଏବ ନିମ୍ନଲିଖିତ ସମସ୍ତ ସଂଖ୍ୟାର ଏକ ଅଯୁଗ୍ମ ସଂଖ୍ୟକ ଗୁଣନୀୟକ ଅଛି। କେଉଁ କେଉଁ ସଂଖ୍ୟା? ଯେମିତି 1 ଗୁଣନ 1, ଯେଉଁ ସଂଖ୍ୟା ହବ 2 ଗୁଣନ 2, 3 ଗୁଣନ 3, 4 ଗୁଣନ 4। ଏହି ଯୋଉ ସବୁ ସଂଖ୍ୟା ଆସିବ ସେଇ ସଂଖ୍ୟା ଗୁଡିକର ଅଯୁଗ୍ମ ସଂଖ୍ୟକ ଗୁଣନୀୟକ ଥିବ, କାହିଁକି ନା ଏଇ ଗୁଣନୀୟକ ଯୋଡିରେ 2ଟି ଯାକ ସଂଖ୍ୟା ସମାନ ଅଛି, ତ ସେଥିପାଇଁ ତାର ଅଯୁଗ୍ମ ସଂଖ୍ୟକ ଗୁଣନୀୟକ ରହିବ।
କୌଣସି ସଂଖ୍ୟାକୁ ସେହି ସଂଖ୍ୟା ଦ୍ୱାରା ଗୁଣନ କଲେ ଗୁଣଫଳକୁ ଉକ୍ତ ସଂଖ୍ୟାର ବର୍ଗ ବା ଏକ ବର୍ଗ ସଂଖ୍ୟା ବୋଲି କୁହାଯାଏ। କେବଳ ବର୍ଗ ସଂଖ୍ୟା ଗୁଡ଼ିକର ଅଯୁଗ୍ମ ସଂଖ୍ୟକ ଗୁଣନୀୟକ ଥାଏ, କାରଣ ସେମାନଙ୍କର ପ୍ରତ୍ୟେକର ଏକ ଗୁଣନୀୟକ ଥାଏ ଯାହାର ବର୍ଗ ସେହି ସଂଖ୍ୟା ସହ ସମାନ ହୋଇଥାଏ। ତେଣୁ ଯେଉଁ ବାକ୍ସର ସଂଖ୍ୟା ଏକ ବର୍ଗ ସଂଖ୍ୟା ତାହା ଖୋଲା ରହିବ। ଆମେ ଯେଉଁ ଖେଳଟି ଖେଳିଥିଲେ। ଆଉ ଗୋଟେ ପ୍ରଶ୍ନ ରହିଲା ତମକୁ, ଠିକ୍ 2 ଥର ଛୁଆଁ ଯାଇଥିବା ପ୍ରଥମ 5ଟି ବାକ୍ସର ନାମ କୁହ। ଯେଉଁ ବାକ୍ସ ଗୁଡ଼ିକୁ କେବଳ 2 ଥର ଖୋଲା ବା ବନ୍ଦ ହୋଇଛି ତାହା ହେଉଛି ମୌଳିକ ସଂଖ୍ୟା, କାରଣ ପ୍ରତ୍ୟେକ ମୌଳିକ ସଂଖ୍ୟାର ଗୁଣନୀୟକ ହେଉଛି 1 ଏବଂ ସେ ସଂଖ୍ୟା ନିଜେ। ତେଣୁ ବାକ୍ସ ଗୁଡ଼ିକ କ'ଣ କ'ଣ ହବ? 2, 3, 5, 7 ଏବଂ 11। ଆଚ୍ଛା ପିଲାମାନେ, ଗୋଟେ ବର୍ଗକ୍ଷେତ୍ରର ବାହୁର ଦୈର୍ଘ୍ୟ ଦତ୍ତ ଥିଲେ ତମେ କ୍ଷେତ୍ରଫଳ ନିର୍ଣ୍ଣୟ କରିପାରିବ? ଯଦି ଗୋଟେ ବର୍ଗକ୍ଷେତ୍ର ବାହୁର ଦୈର୍ଘ୍ୟ 1 ଏକକ ହୁଏ ତାର କ୍ଷେତ୍ରଫଳ କେତେ ହେବ? ହଁ, ତାର କ୍ଷେତ୍ରଫଳ ହେବ 1 × 1 = 1 ବର୍ଗ ଏକକ। ସେମିତି 2 ବର୍ଗ ଏକକର ବାହୁ ବିଶିଷ୍ଟ ବର୍ଗକ୍ଷେତ୍ରର କ୍ଷେତ୍ରଫଳ 2 × 2 = 4 ବର୍ଗ ଏକକ। ଦେଖ ଏଇଟା ଏଇଠି ଆମେ ଚିତ୍ରିତ କରାଯାଉଛି। ସେମିତି 3 ଏକକ ହେଲେ କ୍ଷେତ୍ରଫଳ କେତେ ହେବ? 3 × 3 = 9 ବର୍ଗ ଏକକ। ସେମିତି 4 ଏକକ ବାହୁ ବିଶିଷ୍ଟ ବାହୁର ଦୈର୍ଘ୍ୟ 4 ଏକକ ହେଲେ କ୍ଷେତ୍ରଫଳ 4 × 4 = 16 ବର୍ଗ ଏକକ। ଏଠି ଚିତ୍ରିତ କରାଯାଉଛି। ଦେଖ ସେଭଳି 5 ଏକକ ବାହୁର ଦୈର୍ଘ୍ୟ ହେଲେ କ୍ଷେତ୍ରଫଳ ହେବ 5 × 5 = 25 ବର୍ଗ ଏକକ। ଠିକ ଅଛି, ଆସ ଆମେ ବର୍ଗକୁ କିଭଳି ଭାବରେ ଦର୍ଶାଇଥାଉ ବା ଲେଖିଥାଉ ଏଠି ଦେଖିବା। 1 × 1 = 1 ର ବର୍ଗ। 1 ପାଖରେ ଆମେ ସାଇଡରେ ତା ଉପରେ ଏମିତି 2 ଲେଖିଥାଉ। ଏମିତି 2 × 2 = 2 ର ବର୍ଗକୁ ତା ଉପରେ ଏମିତି ଲେଖାଯାଇଥାଏ। 3 × 3 = 3 ର ବର୍ଗକୁ 3 ଉପରେ ଏମିତି 2 ଲେଖାଯାଏ। 4 × 4 4 ର ବର୍ଗକୁ ସେଭଳି ଭାବରେ, 5 ର ବର୍ଗକୁ ଏଭଳି ଭାବରେ ଲେଖାଯାଇଥାଏ। ତ ସାଧାରଣତଃ ଯେକୌଣସି ସଂଖ୍ୟା n ପାଇଁ ଆମେ ତା ବର୍ଗକୁ କିଭଳି ଭାବରେ ଲେଖିବା? n ର ବର୍ଗକୁ ଆମେ n × n ବା n ଉପରେ ଏମିତି 2 ଏଇଭଳି ଭାବରେ ଲେଖିଥାଉ। ପିଲାମାନେ, ଆଜି ଆମେ କ'ଣ ଶିଖିଲେ ଚାଲ ଆଲୋଚନା କରିବା ଏବଂ ତାପରେ ମୁଁ ତମକୁ କିଛି ପ୍ରଶ୍ନ ମଧ୍ୟ ପଚାରିବି। ଦେଖିବା ତମେ ମାନେ କେତେ ମନେ ରଖିଛ, କେତେ ବୁଝିଛ। ଆଜି ଆମେ କ'ଣ କ'ଣ ଶିଖିଲେ କହିଲ? କୌଣସି ସଂଖ୍ୟାକୁ ସେହି ସଂଖ୍ୟା ଦ୍ୱାରା ଗୁଣନ କଲେ ଗୁଣଫଳକୁ ଉକ୍ତ ସଂଖ୍ୟାର ବର୍ଗ କୁହାଯାଏ ବା ତାକୁ ଏକ ବର୍ଗ ସଂଖ୍ୟା କୁହାଯାଏ। ଠିକ ଅଛି, ଆଉ କ'ଣ ଜାଣିଲେ ଆମେ? କେବଳ ବର୍ଗ ସଂଖ୍ୟା ଗୁଡ଼ିକର ହିଁ ଅଯୁଗ୍ମ ସଂଖ୍ୟକ ଗୁଣନୀୟକ ରହିଥାଏ। ସାଧାରଣତଃ କୌଣସି ସଂଖ୍ୟା n ପାଇଁ ଆମେ n × n ବା n × n କୁ ଆମେ n⁻² ବା n ର ବର୍ଗ ଭାବରେ ଲେଖିଥାଉ ବା ଏଇଟାକୁ ଏଭଳି ଭାବରେ ପଢିଥାଉ। ପ୍ରଥମ ପ୍ରଶ୍ନଟି ହେଉଛି, ନିମ୍ନଲିଖିତ ସଂଖ୍ୟା ମାନଙ୍କ ମଧ୍ୟରୁ କେଉଁ ସଂଖ୍ୟା ଗୁଡ଼ିକ ବର୍ଗ ସଂଖ୍ୟା ଓ କାହିଁକି? 4ଟି ସଂଖ୍ୟା ଦିଆଯାଇଛି 1, 12, 25 ଏବଂ 28। ଚାରିଟି ଭିତରୁ କେଉଁ ସଂଖ୍ୟା ମାନ ଗୋଟେ ଗୋଟେ ବର୍ଗ ହବ? ଚିନ୍ତା କର। ଉତ୍ତର କ'ଣ ହବ? ଉତ୍ତର ହବ 1 ଏବଂ 25। କାହିଁକି? ତା ସାଙ୍ଗରେ ଅଛି କାହିଁକି? 1 ର ଗୁଣନୀୟକ କେତୋଟି ଅଛି? କେବଳ ଗୋଟିଏ, ସେ ନିଜେ। ସେମିତି 25 ର ଗୁଣନୀୟକ ସଂଖ୍ୟା କେତେ? 25 ହେଉଛି 1 × 25 = 25 ଏବଂ 5 × 5 = 25। ତ କେତୋଟି ଗୁଣନୀୟକ ଅଛି?
1, 5 और 25 समुदाय 3टी गुणनीयक अच्छी आम कौन पढ़ी जे जदि गोटे संख्यार अजुग्म संख्यक गुणनीयक थिबो ताहले ताहा एक वर्ग संख्या 1 और 5 दुईटी जाक संख्यार अजुग्म संख्यक गुणनीयक अच्छी तेणु ए दुई संख्या वर्ग संख्या। द्वितीय प्रश्न असंपृक्त संख्याटी बाछ 24, 69, 16 और 3 ये चारटी मध्यरु केउ संख्याटी अलगा वर्ग संख्या पढ़ुचु वर्ग संख्या हिसाब रे टिके चिंता करो और द्वितीय रे अछि 9, 12, 36 और 16 टिके चिंता करो चिंता करिक लेख जे केउ संख्या पृथक अन्य 3टी संख्यारो तो कर उत्तर कौन हबो उत्तरटी हबो 16 काहे कि 16 टी होउची गोटे वर्ग संख्या और 24, 69 और 3 ये 3टी कौन वर्ग संख्या से गुड़िक वर्ग संख्या नुहे से भली भाव में खर उत्तर हबो 12 एटा कहीं कहलो कहीं ना 12 गोटे वर्ग संख्या नुहे किंतु 9, 16, 36 ये 3टी जाक गोटे गोटे वर्ग संख्या अटंती तो बुझीगला आशा करुछि आमे जहाँ किछि भी आज पढ़िला समस्ते बुझी पारिथिबो तमे माने एही भली किछि समस्यार समाधान मध्य करिवो मोर कथा को मन देई सुनिथिबारु समस्तंकु धन्यवाद। खुशी रे शिखिबा समस्तंकर अधिकार। नमस्कार।